ସାର୍ କହିଲେ ସୌମ୍ୟ ଭଲ ଅଛ? ମୁଁ କହିଲି ଆଜ୍ଞା ସାର୍ ମୁଁ ଭଲ ଅଛି, ହେଲେ କିନ୍ତୁ ଗୋଟେ କଥା ମତେ ତମଠୁ ଫେଭର ଦରକାର। ମୁଁ କହିଲି ମୁଁ କଥାଟା ମୁଁ ହଠାତ୍ ରାଗିଲି। ମୁଁ ସେ କଥା କହିବାର ମାନେ ତମେ ତ ଛୋଟ ପିଲା ନୁହଁ ଆଉ ତମକୁ ବୁଝିପାରୁଥିବ। ଏଇ ଯୋଉ ଅନୁପସ୍ଥିତ ରହିଲି କ୍ଲାସରେ ତାକୁ କେନ୍ଦ୍ର କରି କଣ କହିଲେ, ସିଏ ମୋ ଆମ ଗାର୍ଡିଆନକୁ କଲ୍ କଲେ, ମୋ ପର୍ସନାଲ ଇସ୍ୟୁ ଗାର୍ଡିଆନକୁ କହିଲେ ସିଏ ଏମିତି ରିଲ୍ସ କରୁଛି, ବ୍ଲଗ୍ସ ବନଉଛି, ରାଜନୀତି କରୁଛି, ଏଟା କରୁଛି ସେଟା କରୁଛି, ଏମିତି କଥା କହିଲେ। ସାର୍ ମତେ ଅଫିସକୁ ପର୍ସନାଲି ଡାକିଲେ, କହିଲେ କଥା ଅଛି ଆସିବ। ମୁଁ ଅଫିସକୁ ଯାଇଥିଲି। ସାର୍ ମତେ କହିଲେ ତମେ ଭାବୁଛ କି ମତେ ଉପରୁ କୌଣସି ପ୍ରେସର ପଡିବ, ତାହେଲେ ଏଟା ତମର ଭୁଲ ଧାରଣା। ମତେ ଉପରୁ କୌଣସି ପ୍ରେସର ପଡିବ ନାହିଁ। ଆଉ ଦିନ ସାର୍ ମତେ ଡାକିଲେ ଯେ ତମେ ମୋ ନାଁରେ ମିଛ କହିବା ବନ୍ଦ କର। ଉଲ୍ଟା ମତେ ସିଧା ସିଧା ଧମକ ଦେଲେ କି ମୁଁ ଯେ ପର୍ଯ୍ୟନ୍ତ ଅଛି ମୁଁ ତତେ ସେ ପର୍ଯ୍ୟନ୍ତ ବେକ୍ କରିବି, ମୁଁ ତତେ ପାସ୍ କରିବିନି, ତା ଭିତରେ ତତେ ମୁଁ 6 ବର୍ଷ ବସେଇବି। ପର୍ସନାଲି ମତେ ଯୋଉ ଫେଭର କଥା କହିଥିଲେ, ସବୁ କଥାକୁ ଯୋଉ ମୋ ମାଇଣ୍ଡ ଯେତେବେଳେ ରିଆକ୍ସନ ହେଲା, ମୁଁ ରିଆକ୍ସନ କରି ମାନେ ମୋ ଜିନିଷଟାକୁ ମୁଁ ମାନେ ସହ୍ୟ କରିପାରିଲିନି। ଥରେ ନୁହେଁ, ଦିଥର ନୁହେଁ, ବାର ଏମିତି କହିଲି, ଯୋଉଥିପାଇଁ ବାଧ୍ୟ ହେଇକି ମୁଁ ଲାଷ୍ଟରେ କଣ କଲି, ସୁସାଇଡ ଆଟେମ୍ପ୍ଟ କଲି। ଏତେ ସବୁ ହେଲା, ଏତେ ପ୍ରସ୍ତୁତ ହେଲା ପରେ ବି ଆପଣ ମୋ ନାଁରେ ଯାଇ ଡିପାର୍ଟମେଣ୍ଟରେ ମୋ ସିନିୟର ହଁ ମୋ ବେଚମେଣ୍ଟକୁ ମୋ ବିରୋଧରେ କହି ତାଙ୍କଠୁ ହିଁ ଆପ୍ଲିକେସନ ଲେଖିକି ମୋ ନାଁରେ ସିଗ୍ନେଚର ମାରି ଆପଣ ପ୍ରିନ୍ସିପାଲଙ୍କୁ ମୋ ଏଗନେଷ୍ଟରେ ଆପଣ ଆପ୍ଲିକେସନ ଦେଲେ। ମୁଁ ଚାହୁଁନଥିଲି ସାର୍ ଗଣମାଧ୍ୟମକୁ ଆସିବା ପାଇଁ, କିନ୍ତୁ ମୁଁ ବାଧ୍ୟ ହେଲି। ମୁଁ ଚାହୁଁଛି ମତେ ନ୍ୟାୟ ମିଳୁ।